ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବି ଆପଣଙ୍କ ଆକାଉଣ୍ଟକୁ ଆସୁନାହିଁ କି ଟଙ୍କା? ସାଧାରଣ ପ୍ରକ୍ରିୟା ଦ୍ୱାରା ଏହା ହୋଇପାରିବ ସମାଧାନ। କେବଳ ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ଲିଙ୍କ କଲେ ସହଜରେ ଟଙ୍କା ଆସିଯିବ। ଏହି ସମସ୍ୟା ପାଇଁ ଏବେ 5 ଲକ୍ଷ ଆବେଦନକାରୀଙ୍କୁ ଟଙ୍କା ମିଳିନଥିବା ବେଳେ ଅନ୍ୟ କାରଣ ପାଇଁ ରିଜେକ୍ଟ ତାଲିକାରେ ଅଛନ୍ତି ଆହୁରି 2,67,000 ଆବେଦନକାରୀ। ସମସ୍ୟାର ସମାଧାନ କରି ଆସନ୍ତା 24 ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଦେଖନ୍ତୁ, ଯେମିତି ମୁଁ ଆପଣମାନଙ୍କୁ ଆଗରୁ କହିଥିଲି ଯେ ଆପଣମାନଙ୍କର ଯେଉଁ 5 ଲକ୍ଷ କେତେ ହଜାର ଲୋକଙ୍କର ଯେଉଁ କଟିଯାଇଥିଲା ରିଜେକ୍ଟ ଲିଷ୍ଟରେ ଥିଲା, ତା ଦେହରେ 2,67,000 ଯେଉଁମାନେ ରିଜେକ୍ଟ ଲିଷ୍ଟରେ ଅଛନ୍ତି ସେମାନଙ୍କୁ ମାନେ ଯେଉଁ ଆପ୍ଲିକେସନଟା ପଠାଯାଇଛି କୋଉଠିକି, ସେମାନଙ୍କୁ ବ୍ଲକ ଆଉ ଥରେ ରିଚେକିଂ ପାଇଁ ଯେଉଁ ଅଙ୍ଗନବାଡ଼ି କର୍ମୀମାନେ ଅଛନ୍ତି ସେମାନେ ଆଉ ଥରେ ରିଚେକିଂ କରିବେ ଯେ ଯେଉଁମାନଙ୍କ ରିଜେକ୍ଟ ଅଛି ତାର କ'ଣ ପାଇଁ ରିଜେକ୍ଟ ଅଛି, କାରଣଟା କ'ଣ। ଯେଉଁମାନଙ୍କର ସମାଧାନ କରାଯାଇପାରିବ, ହିତାଧିକାରୀ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନଙ୍କର ସମାଧାନ କରାଯାଇ ସେମାନଙ୍କୁ ଟଙ୍କା ମିଳିବ। କେବଳ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନଙ୍କର ପୁଣି ଥରେ ରିଜେକ୍ଟ ମଧ୍ୟ ହେବ, ସେମାନଙ୍କୁ ଟଙ୍କା ମିଳିବ ନାହିଁ। ଆପଣଙ୍କ ଆକାଉଣ୍ଟକୁ ଆସୁନାହିଁ କି ସୁଭଦ୍ରା ଟଙ୍କା? ରିଜେକ୍ସନ୍ ଲିଷ୍ଟରେ ଅଛି ଆପଣଙ୍କ ଆକାଉଣ୍ଟ ନମ୍ବର। କ'ଣ କଲେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବେ? ଚାଲନ୍ତୁ ଦେଖିବା। ସରକାରୀ ତଥ୍ୟ ଅନୁଯାୟୀ ସୁଭଦ୍ରା ଯୋଜନା ଆବେଦନ କରିଥିବା ପ୍ରାୟ 5 ଲକ୍ଷ ଆକାଉଣ୍ଟ ନମ୍ବର ସହ ଆଧାର ଓ ମୋବାଇଲ ନମ୍ବର ତାଳମେଳ ନାହିଁ। ଏଥିପାଇଁ ଏହି ଆକାଉଣ୍ଟଧାରୀମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏକାଧିକ ଆକାଉଣ୍ଟ ଓ ଏକାଧିକ ମୋବାଇଲ ନମ୍ବର ଯୋଗୁଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ମୋବାଇଲ ଓ ଆଧାରର ତାଳମେଳ ହୋଇପାରୁନାହିଁ। ଆବେଦନକାରୀ ଯଦି ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସହ ଆଧାର ଓ ମୋବାଇଲ ଲିଙ୍କ କରନ୍ତି, ତେବେ ଆସନ୍ତା 24 ତାରିଖରେ ତୃତୀୟ ପର୍ଯ୍ୟାୟ ଟଙ୍କା ସେମାନଙ୍କୁ ମିଳିବ। ଏହାଛଡ଼ା 2,67,000 ଆବେଦନକାରୀ ରିଜେକ୍ଟ ଲିଷ୍ଟରେ ଅଛନ୍ତି। ଏହି ତାଲିକା ବିଭିନ୍ନ ବ୍ଲକକୁ ପଠାଯାଇଛି। ଏହାକୁ ଅଙ୍ଗନବାଡ଼ି କର୍ମୀମାନେ ଏହାର ଫିଜିକାଲ ଭେରିଫିକେସନ କରିବେ। ଯେମିତି ମୁଁ ଆପଣମାନଙ୍କୁ କହୁଥିଲି, ଯେଉଁ 2,67,000 ଆପ୍ଲିକେସନ ଅଛି ସେମାନେ ଆପଣମାନଙ୍କର ଯେଉଁ ବ୍ଲକ ଅଛି ସେ ବ୍ଲକ ପୁଣି ଥରେ ପଠାଯାଇଛି। ସେ ପୁଣି ଥରେ ଭେରିଫିକେସନ ହେବ। ତାକୁ ଭେରିଫିକେସନ କିଏ କରିବେ ନା ଅଙ୍ଗନବାଡ଼ି କର୍ମୀମାନେ। ଅଙ୍ଗନବାଡ଼ି କର୍ମୀମାନେ ଯେଉଁମାନେ ଅଛନ୍ତି ସେମାନେ ସେମାନଙ୍କର ଆପ୍ଲିକେସନ ନେବେ। ଆପଣମାନଙ୍କର ଆପ୍ଲିକେସନ ନେଇକି ଭେରିଫିକେସନ କରିବେ ଯେ କେଉଁଠି କ'ଣ ଭୁଲ ରହୁଛି। ଯଦି ଆଧାର ସହିତ ମୋବାଇଲ ନମ୍ବର କିଛି କନେକ୍ସନ ଭୁଲ ରହିଛି କିମ୍ବା ଅନ୍ୟ କୌଣସି ଫର୍ମ ଫିଲ୍ଅପ୍ରେ କିଛି ଭୁଲ ଅଛି, ଏସବୁ ଚେକ୍ କରିକି ପୁଣି ଆଉ ଥରେ ଭେରିଫିକେସନ ହେବ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନଙ୍କୁ 24 ତାରିଖ ଦିନ ଟଙ୍କା 24ରେ ତୃତୀୟ ପର୍ଯ୍ୟାୟ ଯେଉଁ ଟଙ୍କା ମିଳିବାକୁ ଯାଉଛି, ଆସନ୍ତା 24ରେ ତୃତୀୟ ପର୍ଯ୍ୟାୟ ସେମାନଙ୍କୁ ବି ପ୍ରଥମ କିସ୍ତି ମିଳିବ। ଏହାଛଡ଼ା 2,67,000 ଆବେଦନ ରିଜେକ୍ଟ ଲିଷ୍ଟ ଅଛି। ଏହି ଯେଉଁ ତାଲିକା ବିଭିନ୍ନ ବ୍ଲକକୁ ପଠାଯାଇଛି, ଅଙ୍ଗନବାଡ଼ି କର୍ମୀ ଏହାର ଫିଜିକାଲ ଭେରିଫିକେସନ କରିବେ। କିଛି ଆବେଦନକାରୀଙ୍କ ନାଁରେ ମଣ୍ଡିରେ ଧାନ ବିକ୍ରି କରାଯାଇଥିବାରୁ ତାଙ୍କ ନାଁରେ 5 ଏକର ଜମି ଥିବା ଲେଖାଯାଇଛି। ଏହି ଯାଞ୍ଚରେ ଆର୍ଆଇ ମାନେ ରିପୋର୍ଟ ଦେବେ। ଏହି ରିପୋର୍ଟ ଦେଲା ପରେ ଯେ ଯେଉଁମାନଙ୍କର କଟିଛି, କ'ଣ ପାଇଁ କଟିଛି, ଏହି ଯେଉଁ ସବୁ ଲେଖାଯାଇଛି ଯେଉଁ ଧାନ ମଣ୍ଡିରେ ଧାନ ବିକ୍ରି କରିଛନ୍ତି ତାଙ୍କ ନାଁରେ 5 ଏକର ଜମି ଥିବା ଲେଖାଯାଇଛି। ଆର୍ଆଇ ରିପୋର୍ଟ ଅନ୍ୟ ଯେକୌଣସି ରିପୋର୍ଟ ସେମାନେ ଯାଞ୍ଚ କରି କଥା କରିବେ। କଲା ପରେ ଆପଣମାନଙ୍କର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କୁ ନିଶ୍ଚିତ ଭାବରେ ମିଳିବ। ତ ଫ୍ରେଣ୍ଡସ୍, ଇଏ ବି ଥିଲା ଆପଣମାନଙ୍କ ପାଇଁ ବହୁତ ବଡ଼ ଅପଡେଟ୍, ଯାହାକି ଆପଣମାନେ ଜାଣିବା ନିହାତି ଦରକାର ଥିଲା। ସୁଭଦ୍ରା ଯୋଜନା ରିଲେଟେଡ୍ ହେଉ କିମ୍ବା ଯେକୌଣସି ଗଭର୍ଣ୍ଣମେଣ୍ଟ ସ୍କିମ୍ ରିଲେଟେଡ୍ କିଛି ବି ଅପଡେଟ୍ ଆସିବ ତ ଆପଣମାନେ ପ୍ରଥମେ ଆପଣଙ୍କ ଚ୍ୟାନେଲରେ ପାଇବା ପାଇଁ, ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନଟାକୁ ଅନ୍ କରି ରଖିଥାନ୍ତୁ।